ମୋ ନାଁ ପଣ୍ଡିତ ଦୈତାରୀ ମହାପାତ୍ର, ଓଡ଼ିଆ ଭାଷା ସାହିତ୍ୟ ପ୍ରବେଶ। କଙ୍କାଳି କେ ଭକ୍ତ ବିପଦ ନାଶିନୀ, ଜୟ 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 ଜଗତମାତା ଯୋଗ ମାୟା ରୂପିଣୀ। ମା ହେଉଛନ୍ତି ସର୍ବବ୍ୟାପକ, ସେ ସର୍ବଦେଦୀପ୍ୟମାନ, ସେ ସର୍ବାନ୍ତର ଜ୍ଞାନୀ। ଯାହା ନାହିଁ ବିଶ୍ୱରେ ତାହା ଅଛି ଭାରତରେ। ଭାରତ ହେଉଛି ମାର ଦେଶ, ମାତୃପୀଠ। ଏ ଭାରତ ବର୍ଷରେ ସର୍ବପ୍ରଥମେ ମାତୃପୂଜାର ଅୟମ ଆରମ୍ଭ ହୋଇଥିଲା ବୋଲି ଗବେଷକମାନେ ମତ ଦିଅନ୍ତି। କିନ୍ତୁ ଆପଣମାନଙ୍କର ପ୍ରଶ୍ନ ଅନୁସାରେ କାଳୀ ପୂଜା ବା ଦୀପାବଳି ରାମାୟଣ କୁହନ୍ତୁ ବା ତ୍ରେତୟା ଯୁଗରୁ କୁହନ୍ତୁ, ଦ୍ୱାପର ଯୁଗରୁ କୁହନ୍ତୁ, ସତ୍ୟ ଯୁଗରୁ କୁହନ୍ତୁ, ଦୀପାବଳି ପୂଜା ପାଳିତ ହୋଇ ଆସୁଅଛି। ଏହା ପଛରେ ଐତିହାସିକ କାରଣ ଅଛି, ବୈଜ୍ଞାନିକ କାରଣ ଅଛି, ସାମାଜିକ କାରଣ ଅଛି ଏବଂ ବିଭିନ୍ନ କାରଣ ମଧ୍ୟ ଅଛି। ମୁଁ କେତୋଟି କାରଣ ଆପଣମାନଙ୍କୁ କହୁଛି, ଆପଣମାନେ ଶୁଣିବେ। ମୁଁ ଦ୍ୱାପର ଯୁଗର କଥା କହୁଛି, ତ୍ରେତୟା ଯୁଗର କଥା କହୁଛି ଏବଂ ଋଗ୍ବେଦର କଥା କହୁଛି। ଯେତେବେଳେ ଏ ସମଗ୍ର ସଂସାରରେ କେହି ନଥିଲେ, ପୁରା ଅନ୍ଧକାର ଥିଲା, ସେ ଅନ୍ଧକାର ସମୟରେ ଏକମାତ୍ର ଜ୍ୟୋତି ବା ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ଆଗମନ ହୋଇଥିଲା, ସେତେବେଳେ ବିଶ୍ୱ ଦୃଶ୍ୟମାନ ହେଇଥିଲା। ତାହା ହେଉଛି এই କାଳୀ ପୂଜା ବା ଦୀପାବଳି ଅମାବାସ୍ୟା ଦିନ। ଏହି ଅମାବାସ୍ୟା ଦିନ ସମଗ୍ର ବିଶ୍ୱକୁ ଆମେ ଦୃଷ୍ଟି କରିଥିବାରୁ ବା ଦର୍ଶନ କରିଥିବାରୁ ଏଇଭଳି ଦିବସକୁ ଏକ ଆଲୋକର ଦିବସ ରୂପେ ପାଳନ କରାଯାଇଥାଏ। ଦ୍ୱିତୀୟ କାରଣ ହେଉଛି 14 ବର୍ଷ ବନବାସ କରି ରାବଣକୁ ବଦ୍ଧ କରି ଯେତେବେଳେ ମା ସୀତା ଠାକୁରାଣୀକୁ ଧରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଯୁଗ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ସେତେବେଳେ ସତ୍ୟର ବିଜୟ ହେଲା ବୋଲି, ଧର୍ମର ବିଜୟ ହେଲା ବୋଲି, ଅଧର୍ମ ବିନାଶ ହେଲା ବୋଲି ଆତସବାଜି ଦ୍ୱାରା, ଆଲୋକ ଦ୍ୱାରା ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱାଗତ କରାଯାଇଥିଲା। ତାହା ହେଉଛି ଦୀପାବଳି ଦିନ। ତେଣୁ ଦୀପାବଳିକୁ ପାଳନ କରାଯାଏ ପ୍ରଭୁ ରାମଚନ୍ଦ୍ରଙ୍କର ଆଗମନ ପାଇଁ। ତୃତୀୟ ଆଉ ଗୋଟେ କାରଣ ହେଉଛି ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିଲେ, 64 ସହସ୍ର ରାଜକନ୍ୟାଙ୍କୁ ଉଦ୍ଧାର କରିଥିଲେ। ସତ୍ୟଭାମାକୁ ନେଇ ଦେବପୁରକୁ ଯାଇ ଇନ୍ଦ୍ରପୁରକୁ ଯାଇ ଇନ୍ଦ୍ରମାତାଙ୍କୁ ମଣିକୁଣ୍ଡଳ ପ୍ରଦାନ କରାଇଥିଲେ, ଯୋଉକୁ ନରକାସୁର ନେଇଯାଇଥିଲେ। ଏବଂ ବୈକୁଣ୍ଠପୁରରୁ ଏବଂ ଇନ୍ଦ୍ରପୁରରୁ ପାରିଜାତ ଏବଂ ମଣିପୁଷ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଧନରତ୍ନ ଆଣିଥିବାରୁ ମର୍ତ୍ତ୍ୟପୁରକୁ, ତାହା ଥିଲା ଏଇଭଳିଆ ପବିତ୍ର ଦିନ। ତାହା ହେଉଛି ଅମାବାସ୍ୟା ତିଥି। ଏ ଅମାବାସ୍ୟା ତିଥିରେ ମଧ୍ୟ ଦ୍ୱାପର ଯୁଗର କଥା ମଧ୍ୟ ବର୍ଣ୍ଣନା କରାଯାଇଅଛି। ଯଦି ଆମେ ଇତିହାସକୁ ଯିବା, ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଏଇଭଳି ଦିନରେ, ଏଇଭଳି ଦିବସରେ ସେ କ'ଣ କରିଥିଲେ ନା ରାଜସିଂହାସନ ଅଳଙ୍କୃତ କରିଥିଲେ। ଏଇ ଦେବ ଦୀପାବଳି ବା ଏଇ ଦୀପାବଳି ଅମାବାସ୍ୟା ଦିନ ରାଜସିଂହାସନ ବିକ୍ରମାଦିତ୍ୟ ସିଂହାସନ ଅଳଙ୍କୃତ କରିଥିଲେ। ଶିଖ ଧର୍ମରେ ମଧ୍ୟ ପାଳନ କରାଯାଏ, ବିଭିନ୍ନ ଧର୍ମରେ ମଧ୍ୟ ପାଳନ କରାଯାଏ। ଶିଖ ଧର୍ମରେ ଷଷ୍ଠ ଗୁରୁ ଗୋବିନ୍ଦ ସିଂଙ୍କୁ ଯେତେବେଳେ ବନ୍ଦୀ କରାଯାଇଥିଲା ଏବଂ ସେତେବେଳେ ଶିଖ ଧର୍ମର ସହସ୍ର ଲକ୍ଷ ଲକ୍ଷ ମାନେ ଭକ୍ତମାନେ ସେମାନେ ଜୋର ଜବରଦସ୍ତ କରି ତାଙ୍କୁ କାରାମୁକ୍ତ କରିଥିଲେ ଏଇଭଳି ଏକ ପବିତ୍ର ଦିବସରେ। ତେଣୁ ଶିଖ ଧର୍ମରେ ମଧ୍ୟ ଦୀପାବଳି ଭାବରେ ପାଳନ କରାଯାଏ। ସବୁଠୁ ବଡ଼ କଥା ହେଉଛି ଜୈନ ଧର୍ମରେ ମଧ୍ୟ ପାଳନ କରାଯାଏ ଏଇଭଳି ପବିତ୍ର ଦିବସ। ତାର କାରଣ ହେଉଛି ଜୈନ ଧର୍ମରେ 24 ତୀର୍ଥଙ୍କର ଖ୍ରୀଷ୍ଟପୂର୍ବ 527ରେ ଯେତେବେଳେ 24 ତୀର୍ଥଙ୍କର ଯେତେବେଳେ ମହାପ୍ରାଣ ଘଟିଥିଲା, ମହାବୀର ଜୈନଙ୍କର ଯେତେବେଳେ ମହାପ୍ରାଣ ଘଟିଥିଲା, ଜ୍ଞାନ କିଏ ଦେବ, କାହିଁ ସଂସାରକୁ ଜ୍ଞାନ କିଏ ଦେବ, ସେ ଜ୍ଞାନ ଖୋଜିବା ପାଇଁ, ପ୍ରକୃତ ବାସ୍ତବ ଜ୍ଞାନ ଖୋଜିବା ପାଇଁ ସେଇ ଯେଉଁ ଜୈନ ଧର୍ମାବଲମ୍ବୀ ମାନେ ଏକ ମଶାଲ ଜାଳି, ଆଲୋକ ଜାଳି ଜ୍ଞାନୀ ପୁରୁଷ କିଏ ଅଛନ୍ତି ଖୋଜିବାକୁ ବାହାରିଥିଲେ। ତେଣୁ ଏ ଅନ୍ଧକାର ହେଉଛି ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରି ଜ୍ଞାନର ଆଲୋକ ଆଣିବା ପାଇଁ ମଶାଲ ଦୀପ ପ୍ରଜ୍ୱଳନ ପୂର୍ବକ ଜ୍ଞାନକୁ ଖୋଜା ଯାଇଥାଏ। ଜ୍ଞାନକୁ ଆଣିବା ପାଇଁ ଏ ସମାଜକୁ ଯାଇଥିଲେ। ତାହା ହେଉଛି ଏଇ ଦୀପାବଳି ଅବସରରେ। ଏ ପଞ୍ଚମ କଥା। ଷଷ୍ଠ କଥା ହେଉଛି ଆମ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ବୈଜ୍ଞାନିକ ମତରେ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ ଏବଂ ଭାରତ ବର୍ଷରେ ଧାନ କ୍ଷେତ୍ର ହୁଏ ଏବଂ ବିଭିନ୍ନ ପ୍ରକାର ଫସଲ ହୋଇଥାଏ। ବିଭିନ୍ନ ପ୍ରକାର ପୋକମାନେ ମଧ୍ୟ ଆସିଥାନ୍ତି। ସେ ପୋକମାନଙ୍କୁ ଦମନ କରିବା ପାଇଁ ଆଗକାଳେ ନିମପତ୍ର ଏବଂ ବିଭିନ୍ନ ପ୍ରକାର ଝୁଣା ଆଦି ଦ୍ରବ୍ୟ ସୁଗନ୍ଧରେ ମଶାଲ ଜାଳି ଏବଂ ପୋକକୁ ଦାଉରୁ ରକ୍ଷା କରିବା ପାଇଁ, କ୍ଷେତକୁ ରକ୍ଷା କରିବା ପାଇଁ ମଶାଲ ଜଳାଯାଏ।
ତେଣୁ ତାହା ମଧ୍ୟ କାଳକ୍ରମେ ତା ବିଧି ବିଧାନ ସହିତ ପାରମ୍ପରିକ ଭାବରେ ତା କାର୍ଯ୍ୟକାରୀ ହେଲା। ଆଜି ଭଳି ଦିବସରେ ତାହା ହେଉଛି ଦୀପାବଳି। ଆଜି ଯୋଉ ପୋକମାନେ ସବୁ ସଂସାରକୁ ଆସିଥାନ୍ତି ଏ ପୋକମାନଙ୍କୁ ଦମନ କରିବା ପାଇଁ ଦୀପ ମଧ୍ୟ ଆଲୋଚନା ଜଳା ଯାଇଥାଏ ଏବଂ ମାତୃ କୃପା ପୂଜା କରିଥାଏ, ମାଙ୍କ ପୂଜା କରିଥାଏ। ଏବଂ ଏହି ଦିନ ମା କାଳୀଙ୍କୁ ପୂଜା କରିବାର ଆଉ ଗୋଟେ ଲକ୍ଷ୍ୟ ହେଉଛି ମା କାଳୀ ହେଉଛନ୍ତି ସର୍ବଶକ୍ତିମୟୀ, ସେ ହେଉଛନ୍ତି ଦେଦୀପ୍ୟମୟୀ। ମାଙ୍କୁ ପୂଜା କଲେ ସକଳ ପ୍ରକାର କଷ୍ଟ ଦୂର ହୋଇଥାଏ ଏବଂ ସର୍ବସିଦ୍ଧି ହୋଇଥାଏ, ମଙ୍ଗଳ ହୋଇଥାଏ ବୋଲି ଆଜି ଭଳି ଦିବସରେ ମାଙ୍କୁ ପୂଜା କରାଯାଏ। ସବୁଠୁ ବଡ଼ କଥା ହେଉଛି ଆଜି ଦ୍ୱାପର ଯୁଗର କଥା, ଭଗବାନ କୃଷ୍ଣଙ୍କର କଥା ଅନୁସାରେ, ପରାମର୍ଶ ଅନୁସାରେ ଯୁଧିଷ୍ଠିର କ'ଣ କରିଥିଲେ, ଆଜି ଭଳି ଦିବସରେ ଧର୍ମ ଯୁଧିଷ୍ଠି ଯୁଦ୍ଧ ଯଜ୍ଞ ଆରମ୍ଭ କରିଥିଲେ। ତେଣୁ ମା କାଳୀଙ୍କ ପାଖରେ ଆଜି ଭଳି ଦିନରେ এই ଅମାବାସ୍ୟାରେ ଯଦି ଯଜ୍ଞ କରାଯାଏ, ଆହୁତି କରାଯାଏ, ମାଙ୍କୁ ଅର୍ପଣ କରାଯାଏ, ଏ ସମାଜରେ, ପରିବେଶରେ, ବିଶ୍ୱରେ ଶାନ୍ତି ହେବା ସହିତ ଯାହାଙ୍କ ନାମରେ ଆଜି ଘୃତାଘୃତ ଅର୍ପଣ କରାଯାଏ ତାର ସର୍ବସିଦ୍ଧି ମଙ୍ଗଳ ହୁଏ ବୋଲି ଆଜି ଭଳି ଦିବସରେ ମାଙ୍କ ପୀଠରେ ମୃଣ୍ମୟୀ ମୂର୍ତ୍ତି ପାଖରେ ଆଜି ଯଜ୍ଞ ମଧ୍ୟ ହୋଇଥାଏ। ଏବଂ ବିଭିନ୍ନ ପୀଠରେ ସେ ମା କାଳୀ ପୀଠ ହୁଅନ୍ତୁ, ଦୁର୍ଗା ପୀଠ ହୁଅନ୍ତୁ, ଲକ୍ଷ୍ମୀ ପୀଠ ହୁଅନ୍ତୁ, ମା ଲକ୍ଷ୍ମୀ ଶାନ୍ତିର ସ୍ୱରୂପ। ଆଜି ଭଳି ଦିବସରେ ମା କାଳୀଙ୍କୁ ପୂଜା କରିବା ସହିତ ମା ମହାଲକ୍ଷ୍ମୀ ମହାକାଳୀଙ୍କୁ ମଧ୍ୟ ପୂଜା କରାଯାଏ। ଆଜି ହେଉଛି ଏମିତି ଏକ ଦିବସ, ଏଇ ଅମାବାସ୍ୟାରେ ମହାକାଳୀ, ମହାଲକ୍ଷ୍ମୀ, ମହା ସରସ୍ୱତୀଙ୍କୁ ପୂଜା କରାଯାଏ। ଏଠି ଗୋଟିଏ ପ୍ରଶ୍ନ ଆସିପାରେ, ଆଜି ଭଳି ଦିବସରେ ବଡ଼ ବଡ଼ିଆଙ୍କୁ କାହିଁକି ଡକାଯାଏ? ବଡ଼ ବଡ଼ିଆଙ୍କୁ ଡାକିବାର ମୂଳ କାରଣ, ମୂଳ ଲକ୍ଷ୍ୟ ହେଉଛି ବଡ଼ ବଡ଼ିଆ ମାନେ ଯେତେବେଳେ ଆଶ୍ୱିନ ମାସ ପ୍ରତିପଦା ତିଥିରେ ଏ ସଂସାରକୁ ଆସିଥାନ୍ତି ଆଲୁଅର ସଜାଗରେ, ତେଣୁ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବିଦାୟ ଦିଆଯାଇଥାଏ ପିତୃପୁରୁଷ ମାନଙ୍କୁ। ସେମାନଙ୍କୁ ବଡ଼ ବଡ଼ିଆ ହୋ, ଅନ୍ଧାରେ ଆସି ଆଲୁଅରେ ଯାଅ ଏବଂ ତାଙ୍କୁ 22 ପାହାଚରେ ଗଡ଼ ଗଡ଼ଉଥାଅ, ଏ ଯେଉଁ ମନ୍ତ୍ର ମାଧ୍ୟମରେ ତାଙ୍କୁ ବା ଜଗନ୍ନାଥଙ୍କୁ ଦର୍ଶନ ପୂର୍ବକ 22 ପାହାଚ ଉପରେ ଶ୍ରାଦ୍ଧ ଦିଆଯାଏ। ଅନ୍ନ ଶ୍ରାଦ୍ଧ ନୁହେଁ, ଶଙ୍ଖୁଡ଼ି ଭୋଗ, ବିଭିନ୍ନ ପ୍ରକାର ଭୋଗରେ, ଫଳ ପୁଷ୍ପରେ ଏବଂ ମିଷ୍ଟାନ୍ନରେ ତାଙ୍କୁ ଶ୍ରାଦ୍ଧ ଦିଆଯାଇ ତାଙ୍କୁ ସମ୍ମାନ ସହିତ ଭକ୍ତି ପୂର୍ବକ ତାଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଇ ସବୁଠୁ ବଡ଼ କଥା ହେଉଛି କାଉଁରୀ କାଠି ଜଳାଯାଏ। କାଉଁରୀ କାଠି କାହିଁକି ଜଳାଯାଏ? କାଉଁରୀ କାଠି ଭାଙ୍ଗିଯିବ ପଛେ ନଇବ ନାହିଁ। ଏ ଭାରତୀୟ ସଂସ୍କୃତି, ଭାରତୀୟ ଦର୍ଶନ ହେଉଛି ଏମିତି ଏକ ଦର୍ଶନ, ଏମିତି ଏକ ସଂସ୍କୃତି ଯେଉଁ ସଂସ୍କୃତି କେବେ କୌଣସି ମୁହୂର୍ତ୍ତରେ କୌଣସି ଦେଶ ପାଖରେ ମୁଣ୍ଡ ନଇବ ନାହିଁ, ବରଂ ଭାଙ୍ଗିଯିବ, ସେ କେବେ ନଇବ ନାହିଁ। ଏଇଭଳି ବିଭିନ୍ନ କାରଣରୁ, ବିଭିନ୍ନ ପ୍ରସଙ୍ଗରେ, ବିଭିନ୍ନ କ୍ଷେତ୍ରରେ ଐତିହାସିକ କାରଣ, ବୈଜ୍ଞାନିକ କାରଣ, ସାମାଜିକ କାରଣ, ପୌରାଣିକ କାରଣ, ବିଭିନ୍ନ କାରଣ, ଦେବୀ ଭାଗବତ, ଏହିସବୁ କାରଣ ପାଇଁ ଆଜି ଭଳିଆ ଦିବସରେ ବିଶେଷ ଭାବରେ କାଳୀ ପୂଜା କରାଯାଇଥାଏ। ଖାଲି ସେତିକି ନୁହେଁ, କେବଳ ଯେ ଭାରତ ବର୍ଷରେ ପୂଜା କରାଯାଏ ତା ନୁହେଁ, ଭାରତ ଏବଂ ବିଶ୍ୱରେ ମଧ୍ୟ କାଳୀ ପୂଜାକୁ ସ୍ୱତନ୍ତ୍ର ଭାବରେ ପୂଜା କରାଯାଉଥିବା ବେଳେ ବଙ୍ଗ, ବିହାର, ଓଡ଼ିଶା, ନେପାଳ, ଭୁଟାନ ଆଦି ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଭାବରେ କାଳୀ ପୂଜା, ଦୀପାବଳି ପୂଜା ପାଳନ କରାଯାଉଥିବା ବେଳେ ଅଯୋଧ୍ୟାରେ ସ୍ୱତନ୍ତ୍ର ପାଳନ କରାଯାଉଛି। ଜୟ ଜଗନ୍ନାଥ, ହର ହର ମହାଦେବ, ଓମ୍ ନମଃ ଶିବାୟ।